ଯେତେବେଳେ କୌଣସି ଆଇନ ନାହିଁ, ହାତ ମିଳାଇବା ବିବାଦ ଉପରେ ବିସିସିଆଇ। ଏସିଆ କପ୍ 2025ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପରେ ହାତ ମିଳାଇବା ନାହିଁ ବିବାଦ ଜୋର ଧରିଛି। ପାକିସ୍ତାନକୁ 7 ୱିକେଟରେ ପରାସ୍ତ କରିବା ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ସହିତ ହାତ ମିଳାଇ ନଥିଲେ। ସମଗ୍ର ଭାରତୀୟ ଦଳ ସିଧାସଳଖ ଡ୍ରେସିଂ ରୁମ୍କୁ ଯାଇଥିଲେ ଏବଂ ପାକିସ୍ତାନ ସେମାନଙ୍କର ଆଚରଣକୁ ପସନ୍ଦ କରିନଥିଲା, ଯାହା ଯୋଗୁଁ ପିସିବି ଅସନ୍ତୋଷ ପ୍ରକାଶ କରି ଏସିସି, ଏସିଆନ୍ କ୍ରିକେଟ ପରିଷଦ ଏବଂ ଆଇସିସି ନିକଟରେ ଅଭିଯୋଗ କରିଥିଲା। ବର୍ତ୍ତମାନ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବିସିସିଆଇ ଏହି ବିବାଦ ଉପରେ ନିଜର ନୀରବତା ଭାଙ୍ଗି ସ୍ପଷ୍ଟ କରିଛି ଯେ ଏଥିରେ କିଛି ଭୁଲ ନାହିଁ। ପ୍ରକୃତରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ସମ୍ବାଦ ସଂସ୍ଥା ପିଟିଆଇକୁ ସ୍ପଷ୍ଟ କରିଛନ୍ତି ଯେ ମ୍ୟାଚ୍ ପରେ ପ୍ରତିପକ୍ଷ ଖେଳାଳିଙ୍କ ସହିତ ହାତ ମିଳାଇବା ଏକ ସଦିଚ୍ଛା ଇଙ୍ଗିତ, ଏକ ବାଧ୍ୟତାମୂଳକ ନିୟମ ନୁହେଁ।